ଅଶୋକ ଛୁଡ଼ି ପୁଅ ଦେଖିବାକୁ ମା ଆଜ୍ଞା ଖ୍ରୀଷ୍ଟିଆନ ର ବିଷ ତୋର ହାଡର ଦମ ନାଇଁ ମା ଆଜ୍ଞା ଭଗବାନ ଗୋଟେ ଛୁଡ଼ି ପୁଅ ତୋ ଗାଣ୍ଡରେ ଆଜ୍ଞା ନିଆଁ ଗେଇବେ ମା ତୋର ମାଇକିଣାକୁ ଘର ପଶି ଗେଇବେ ମା ଆଜ୍ଞା ଛୁଡ଼ି ପୁଅ ବେଶୀ ଦିନ ରହିବୁନି ବେ ବଞ୍ଚିବୁନି ଛୁଡ଼ି ପୁଅ ମେସେଜ କରି ଥାଉଛୁ ମା ଆଜ୍ଞା ଖ୍ରୀଷ୍ଟିଆନ ଲୋକକୁ ମା ଆଜ୍ଞା ଏମିତି ଭଗବାନ ସେମିତି ଭଗବାନ ଛୁଡ଼ି ପୁଅ ତୋ ଗାଣ୍ଡରେ ଆଜ୍ଞା ନିଆଁ ଗେଞ୍ଜିକି ଛାଡିଦେବେ ମା ଆଜ୍ଞା ଗୁଡସେଟି ପିଲା ତୋର ବାଣ୍ଡରେ ଆଜ୍ଞା ଛୁଡ଼ି ଦେବେ ମା ଆଜ୍ଞା ଜେପାନ ତେଲ ଆଣିକି ତତେ ଆଜ୍ଞା ଉଲ୍ଟା ଗେଇବେ ଘର ପଶିକି ଛୁଡ଼ି ପୁଅ ମା ଆଜ୍ଞା ଛୁଡ଼ି ପୁଅ ତୋର ମାଇକିଣାକୁ ଆସି ଗେଇବେ ଏବେ ମା ଆଜ୍ଞା ଛୁଡ଼ି ମା ଆଜ୍ଞା ଗୁଡସେଟି ପିଲା କଥାବାର୍ତ୍ତା ଠିକ ବ୍ୟବହାର ଜଣା ନାହିଁ ମେସେଜ କରୁଛୁ ଖ୍ରୀଷ୍ଟିଆନ ଲୋକ ହିନ ତୋର 100 କୋଟିଟା ଦେବତା ହେଲେ କି ବାଣ୍ଡ ଟେକିଦେବ କିବେ ମା ଆଜ୍ଞା ଛୁଡ଼ି ପୁଅ ବେଶୀ ଦିନ ରହିବୁନି ବେ ମରିଯିବୁ ମା ଆଜ୍ଞା ଅଶୋକ ମା ଆଜ୍ଞା ଛୁଡ଼ି ପୁଅ ତୋର ଘର ପଶିକି ଜାପାନ ତେଲ ଲଗେଇକି ଆଜ୍ଞା ତତେ ଗେଇବେ ମା ଆଜ୍ଞା ତତେ ଆଉ ତୋର ମାଇକିଣାକୁ ଗେଇକି ଛାଡବେ ମା ଆଜ୍ଞା ଗୁଡସେଟି ପିଲା ମା ଆଜ୍ଞା କଥାବାର୍ତ୍ତା ଠିକ ଜଣା ନାହିଁ ମା ଆଜ୍ଞା ତୋର ଦେବତା ବେଶୀ ହେଲେ କଣ ବାଣ୍ଡ ଟେକିଦେବ ଛୁଡ଼ି ଦେବ ମା ଆଜ୍ଞା ତୋ ଗିଆଁରେ ଆଜ୍ଞା ବାଣ୍ଡରେ ପଶେଇକି ଜାପାନ ତେଲ ଲଗେଇ ତୋର ମାଇକିଣାକୁ ତତେ ଆଜ୍ଞା ଗେଇକି ଛାଡବା କଥା ଦି ଜଣକୁ ମା ଆଜ୍ଞା ଖ୍ରୀଷ୍ଟିଆନ ଲୋକକୁ ହୀନ ବୋଲି ଭାବିକି କଥାବାର୍ତ୍ତା କହୁନୁ କିବେ ମା ଆଜ୍ଞା ଅଶୋକ ଛୁଡ଼ି ପୁଅ ତୋ ପାଟିରେ ଆଜ୍ଞା